ସେମିତି ଝିଅଟା ଆସି ତ ହଠାତ୍ କିନା ସକାଳୁ ତ ପୁରାପୁରି ସକାଳୁ ଗୋଟେ ରାତି ହେଇନି କି କେଉଁ ସନ୍ଧ୍ୟାବେଳେ ହେଇନି, କେବଳ ଏଇଟା ଦିନ ଟାଇମ୍ ଥିଲା। ଏତେ ଦିନ ଟାଇମ୍ ଭିତରେ ଏତେ ଘୋ ଘା ଲୋକ ଭିତରେ ଯଦି ଏମିତି ବି ହେଇପାରୁଛି, ଆଉ ତାହେଲେ ଆମ ଝିଅ ବୋହୂ ବି କେଉଁଠି ସୁରକ୍ଷିତ ପାଇପାରିବେ। ଏମିତି ତ କାଲି ସକାଳ 8ଟା ଖଣ୍ଡେ ହେବ, ଦିନ ଟାଇମ୍ ହେବ। ଏମିତି ଗୋଟେ ଦୁଇଟା ଝିଅ ଆସିଥିଲେ ବହି ଦେବାକୁ, ତ ସାଙ୍ଗ ପାଖକୁ ଆସିଲେ ବହି ଦେବାକୁ, ତାଙ୍କୁ କ'ଣ କିଛି 3 ଜଣ ଯୁବକ ଆସିକି ତାଙ୍କ ମୁହଁରେ କିଛି ମାଡ଼ି ଦେଇକି ନେଇଯାଇଥିଲେ ନଈବନ୍ଧ ସେପଟକୁ। ବାସ୍ କିରୋସିନରେ କ'ଣ ଦିଆଯାଇଥିଲେ ନିଆଁ ଲଗେଇକି। ଆମ ଘର ବାୟାବର, ବଳା ବାୟାବର। ନା ନା, ତାଙ୍କର ହେଉଛି ବସ୍ତି, ଆମର ହେଉଛି ଓଡ଼ିଆ, ଆମର ଓଡ଼ିଆ ସାହି, ତାଙ୍କର ମୁସଲିମ ସାହି। ତ ତାଙ୍କର ବି ମାନେ ସ୍କୁଲ ଏପଟ ସେପଟ ତ 1 କିଲୋମିଟର ଦୂରତା ଆଉ। ତ ଏମିତି ଦୁର୍ବୃତ୍ତ ଆସିକି ନିଆଁ ଲଗେଇକି ସେ ଝିଅଟା ବିକଳରେ ତା'ର ଜୀବନ ବଞ୍ଚେଇକି ଆସିକି ଘର ସାମ୍ନାରେ ପଡ଼ିଗଲେ। ହାତ ଯୋଡ଼ିକି କହିଲେ ମୋତେ ବଞ୍ଚାଅ, ଆଉ ମୋତେ ଯାଇକି ମେଡ଼ିକାଲ ନେଇଯାଅ। ଦେହରେ କିଛି ଡ୍ରେସ୍ ନଥିଲା। ସିଏ ତ 2 ଜଣ କିଏ ଆସିଥିଲେ, ସେ ତ 2 ସାଙ୍ଗ ପିଲା କିଏ କହୁଥିଲେ 2 ଜଣ ଆସିଲେ। ସେ ଝିଅଟା ବି କ'ଣ କହୁଥିଲା ଯେ ମୁଁ ଯାଇକି ଯାଇଥିଲି ଯେ ବଳଙ୍ଗା, ସିଏ ତ କଥା ହେଉଥିଲା ବୋଲି। ଆଉ ସେ ଝିଅଟା ଆସିକି ଏଠି ରହିଗଲା, ତା'ର ଏଠି ବଞ୍ଚାଇବା ପାଇଁ ତା'ର ପଦକ୍ଷେପ ନେଲା। ତ ସେ ଆସିକି ତାକୁ ବଞ୍ଚେଇଲେ। ତାପରେ ତାଙ୍କ ଘରୁ ଡ୍ରେସ୍ ଆଣି ତାକୁ ପିନ୍ଧେଇଲେ, ପାଣି ଦେଲେ। ତାପରେ ଆମ୍ବୁଲାନ୍ସକୁ ତାଙ୍କ ଗାଁକୁ ସାଥି ଗଲେ, ତାଙ୍କ ଗାଁରେ ଯେଉଁ ଲୋକଙ୍କୁ ଡାକିଲେ, ଚିହ୍ନିବେ ଝିଅଟା କାହାର ଝିଅ କ'ଣ। ସେ ଝିଅଟାକୁ ଦେଖିଲେ, ସେ ଝିଅଟା ଜାଣିଲେ। ତାପରେ ତାଙ୍କ ଘରକୁ ଘର ଲୋକ ଆସିଲେ। ତାପରେ ବଳଙ୍ଗା ଭ୍ୟାନ୍ ଆସିଲା, ଆମ୍ବୁଲାନ୍ସ ଆସିଲା। ଆମ୍ବୁଲାନ୍ସ ସାଥି ରେଫର ବଳଙ୍ଗା ଭ୍ୟାନ୍ ତଥାପି ମିନିମମ୍ ଘଣ୍ଟେ ପରେ ଆସିଛି। ହଁ, ଘଣ୍ଟେ ଅଧଘଣ୍ଟେ ଭିତରେ ଆସିଛି। ସେମିତି ଝିଅଟା ଆସି ତ ହଠାତ୍ କିନା ସକାଳୁ ତ ପୁରାପୁରି ସକାଳୁ ଗୋଟେ ରାତି ହେଇନି କି କେଉଁ ସନ୍ଧ୍ୟାବେଳେ ହେଇନି, କେବଳ ଏଇଟା ଦିନ ଟାଇମ୍ ଥିଲା। ଏତେ ଦିନ ଟାଇମ୍ ଭିତରେ ଏତେ ଘୋ ଘା ଲୋକ ଭିତରେ ଯଦି ଏମିତି ବି ହେଇପାରୁଛି, ଆଉ ତାହେଲେ ଆମ ଝିଅ ବୋହୂ ବି କେଉଁଠି ସୁରକ୍ଷିତ ପାଇପାରିବେ। ସେଇଟା ତ ଜାଣିବି ଏବେ ବି ଜାଣିବି ଆମେ ପାରୁନୁ କିଏ 3 ଜଣ, କିଏ ସେ ଆମ ଏପଟୁ କିଏ ସେ କି କେଉଁଠୁ ଆସିଥିଲେ, ଏମିତି କରିଦେଇ ଗଲେ। ହଁ, ତାଙ୍କୁ ପଚରା ଉଚରା କରିଛି ବର୍ତ୍ତମାନ ଶତ୍ରୁତା ଥିଲା କି କହିପାରିବୁନା। ସେମିତି ପିସିରେ ଆସିଲାଣି ତ ଏବେ, ଆଉ ଦେଖାଯାଉ କ'ଣ ହେଉଛି। ସେମିତି କହିପାରିବୁନା ଆମେ। ପୋଲିସ ତାମାନେ ସେମିତି କହିପାରିବୁନି। କାଲି ତ ନେଇଥିଲା ପଚରା ଉଚରା କରିଥିଲା 2 ଜଣଙ୍କୁ।